ଚଉରା ମୂଳରେ ଚାନ୍ଦ ବନ୍ଦେଇ ସାରିବା ପରେ ସନ୍ଧ୍ୟା ଯାଇ ମାଆଙ୍କୁ ପଚାରିଲା, ମା, ଏ କୁମାର ପୂର୍ଣ୍ଣିମା କାହିଁକି କରାଯାଏ? ମା କହିଲେ, ଯେତେବେଳେ ସମରାସୁରର ପ୍ରକୋପ ବିସ୍ତାର ହେବାକୁ ଲାଗିଲା ସେତେବେଳେ ସମସ୍ତେ ଭଗବାନ ବିଷ୍ଣୁଙ୍କୁ ପ୍ରାର୍ଥନା କଲେ। ଆଉ ଭଗବାନ ବିଷ୍ଣୁ କହିଥିଲେ, ମହାଦେବ ଶିବ ଏବଂ ପାର୍ବତୀଙ୍କ ପ୍ରଥମ ଗର୍ଭରୁ କାର୍ତ୍ତିକ ଜନ୍ମ ନେବେ। କାର୍ତ୍ତିକ ସୁନ୍ଦର ଚେହେରା ସହିତ ବଳଶାଳୀ ମଧ୍ୟ ହେବେ ଏବଂ ତାଙ୍କ ଦ୍ୱାରା ହିଁ ସମରାସୁରର ମୃତ୍ୟୁ ହେବ। ସନ୍ଧ୍ୟା କିଛି ସମୟ ନୀରବ ରହି ପୁଣି କହିଲା, ହଁ ଯେ, କିନ୍ତୁ ସମରାସୁର ତ କେବେଠୁ ମରିସାରିଲାଣି। କିନ୍ତୁ ଝିଅମାନେ ଯେଉଁ କୁମାର ପୂର୍ଣ୍ଣିମା ବ୍ରତ କରୁଛନ୍ତି ଏଇଟା କ'ଣ ପାଇଁ? ପୁଣି ମା କହିଲେ, ଆଜିର ପୂର୍ଣ୍ଣିମା ତିଥିରେ ଝିଅମାନେ କାର୍ତ୍ତିକଙ୍କୁ ପୂଜା କରିବା ସହିତ ଜହ୍ନକୁ ମଧ୍ୟ ପୂଜା କରନ୍ତି, ଯାହାଫଳରେ କି ସେମାନେ କାର୍ତ୍ତିକଙ୍କ ପରି ସୁନ୍ଦର ଚେହେରା, ବଳଶାଳୀ ଆଉ ଜହ୍ନ ପରି ଗୋଲ ମୁହଁ ଥିବା ପୁଅକୁ ବର ରୂପରେ ପାଆନ୍ତି। ସନ୍ଧ୍ୟା ମାଙ୍କ କଥାକୁ କେତେ ବୁଝିଲା କେଜାଣି? ବାହାର ଅଗଣାକୁ ଦୌଡ଼ି ଯାଇ ଏକଲୟରେ ଦେଖୁଥିଲା ଜହ୍ନକୁ ଆଉ ଭାବୁଥିଲା ସୋମେଶର କଥା, ଯାହାର ଅଛି ଗୋଟେ ସୁନ୍ଦର ଚେହେରା, ଯିଏ ବଳଶାଳୀ ଆଉ ଯାହାର ଅଛି ଜହ୍ନ ପରି ଗୋଲ ମୁହଁ।